ହଇଓ ବିଜେପି ସରକାର ସୌମ୍ୟ ରଞ୍ଜନକୁ ଯେପରି କୁକୁର ଭଳିଆ ମାରିଲେ, ତାର ଅଣ୍ଡାକୁ ଫାଟେଇ ଦେଲେ, ତା ମୁହଁରେ ବାଉଁଶ ପୂରେଇ ଦେଲେ ଏବଂ ତାର ବୁଧୁକୁ ମଧ୍ୟ ଛିଣ୍ଡାଇ ଦେଲେ, ତେବେ ବି ମଧ୍ୟ ସରକାରଙ୍କର ତାଙ୍କ ପ୍ରତି କୌଣସି ଆକ୍ସନ୍ ନାହିଁ। ଖାଲି ତଦନ୍ତ 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 କରି ମୋର ବାଳ ହେବ। ଏ ତଦନ୍ତ ଇନଭେଷ୍ଟିଗେସନ୍ ଏସବୁର କିଛି ଆବଶ୍ୟକତା ନାହିଁ। ସଙ୍ଗେ ସଙ୍ଗେ ଯଦି ଆକ୍ସନ୍ ନେବାର ଅଛି ତ ନିଅନ୍ତୁ। ବୁଝିପାରୁଛନ୍ତି? ଏଇ ତଦନ୍ତ ତଦନ୍ତ କରି କରି ମାସେ ବିତି ଗଲାଣି, ତାହି ବି ସୌମ୍ୟ ରଞ୍ଜନଙ୍କର କୌଣସି ତାଙ୍କୁ ଏଇ ଦିଆଗଲା ନାହିଁ। ତେଣୁ ସୌମ୍ୟ ରଞ୍ଜନକୁ କିପରି ନ୍ୟାୟ ମିଳିବ, ତା ମାଆକୁ କିପରି ନ୍ୟାୟ ମିଳିବ, ସେଥିପାଇଁ ବ୍ୟବସ୍ଥା କରନ୍ତୁ। ଆପଣ ତଦନ୍ତ କରିବେ, କ'ଣ ତଦନ୍ତ କରି କ'ଣ ଛୁଡ଼ିଦେବେ? ତଦନ୍ତ ବନ୍ଦ କରନ୍ତୁ। ଯେଉଁମାନଙ୍କୁ ଧରିଛନ୍ତି ସେମାନଙ୍କୁ ଗୁଳି ମାରି ଦିଅନ୍ତୁ, ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅନ୍ତୁ। ଆପଣ ଦେଖିନାହାନ୍ତି କି ସୌମ୍ୟ ରଞ୍ଜନର ମାଡ଼ଟା କେମିତି ମୁହଁରେ ବାଉଁଶ ପୂରାଇ ଦିଆଯାଇଛି, କେମିତି ତା ଅଣ୍ଡାକୁ ଭାଙ୍ଗି ଦିଆଯାଇଛି? ଆପଣ ଥରେ ଦେଖନ୍ତୁ ନା, ଦେଖିଲେ ଆପଣ ଜାଣିଯିବେ। ଜୟ ଶ୍ରୀରାମ।